ଗୋଟେ ଗୋଟେ ପଟାରେ ଆମ ନଈ ପାଖ ଗଡ଼ିଆରେ ଲୋକମାନେ ଗଡ଼ିଆ ଶୁଖେଇ ମାଛ ଧରିଛନ୍ତି, ଯାହାକି ମୁଁ ଏବେ ଦେଖୁଛି। ଆରେ ଭାଇ ମୁଣ୍ଡ ଖରାପ, ଆମ ଘର ପାଖରେ ଗଡ଼ିଆ ଆମେ ଜାଣିପାରିଲୁନି, ଲସ୍ ହେଇଗଲା ଆଉ ସବୁ ବଡ଼ ମାଛ ଧରି ନେଇଗଲେ। ତ ଚାଲନ୍ତୁ କଣ ମାଛ ମିଳୁଛି ଦେଖିବା। ମୁଁ ଡେରି ନ କରି ସିଧା ଗଡ଼ିଆକୁ ଓହ୍ଲେଇଲି, ଆଉ ଯାହାକି ମାଛ ଧରି ନେଇଗଲେ ପରେ ବି ଏବେ ବି ମାଛ ଜଣା ପଡୁଛନ୍ତି। ତ ଦେଖିବା ପ୍ରଥମ ପଟାରେ କଣ ମାଛ ଲାଗୁଛନ୍ତି। ତ ସାଙ୍ଗମାନେ ଆମ ଭିଡ଼ିଓକୁ ପ୍ରଥମ ଥର ଦେଖୁଛନ୍ତି, ଭିଡ଼ିଓଟାକୁ ଲାଇକ୍ କରନ୍ତୁ, ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଫିସିଂ ରିଲେଟେଡ୍ ଭିଡ଼ିଓ ଦେଖିବା ପାଇଁ। ଆଉ ଭାଇ ଜାଲରେ ପ୍ରବଳ ମାଛ ଅଛନ୍ତି, ଆଉ ଯାହାକି ପୁରା ଫ୍ରେଶ କାଗଜି ମାଛ। ଆଉ ଦେଖିପାରୁଥିବେ ପ୍ରଥମ ପଟାରେ କେତେ ମାଛ ଲାଗିଛନ୍ତି। ଆଉ ମୁଁ ଡେରି ନ କରି ଆହୁରି ଜାଲ ପଟା ମାରିଲି, ଭାଇ ଯେତେ ଜାଲ ପକେଇବି ସେତେ ମାଛ ଲାଗିବ। ଆଉ ଯୋଉମାନେ ଅଣ୍ଡାଳି ଧରୁଛନ୍ତି ଭାଇ ସେମାନେ ବଡ ବଡ ବାଗଦା ମାଛ ଧରୁଛନ୍ତି। ଭାଇ ଏତେ ମାଛ ଦେଖି ମୁଣ୍ଡ ଖରାପ, ଛୋଟ ମାଛ ଧରିବି ନା ବଡ ମାଛ ଧରିବି। ଆଉ ଯାହାକି ଚଗୁଲୁ ପୁରା 2 ପର ପାଖରେ ଆସି ଏକଲା ପୁରା ମାଛ ଧରୁ। ଚଗୁଲୁ ଧରିଛି ଗୋଟେ ବେଗ ଫୁଲ ମାଛ। ହଇରେ ଚଗୁଲୁ ଏକଲା ମାଛ ଧରିଲୁ, ମତେ ବି କହିଲୁ। ଆରେ ଭାଇ ତତେ ଯଦି କହିମି ମୁଁ କଣ ଧରିବି, ନ କରେ ଆପନା ବି ଟାଇମ ଆଏଗା। ତ ଭାଇ ଓଳି ମାନେ ଗୋଟେ ପଟାରେ ମାଛ ଏତେ ଲାଗୁଛି ଦେଖିକି ଖୁସି ଲାଗୁଛି। ଆଜିର ଆମର ମାଛ ଦେଖନ୍ତୁ। ଆମ ଭିଡ଼ିଓଟା ଭଲ ଲାଗିଲେ ଭିଡ଼ିଓଟାକୁ ଲାଇକ୍ କରିବେ, ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବେ ଏମିତି ଫିସିଂ ଭିଡ଼ିଓ ଦେଖିବା ପାଇଁ।